ବିଜୁ ବାବୁଙ୍କର ପାର୍ଲାମେଣ୍ଟର ଲାଷ୍ଟ ସ୍ପିଚ୍ ଏବେ ସବୁ ସୋସିଆଲ ମିଡ଼ିଆରେ ବୁଲୁଛି। ଦୀର୍ଘ 25-26 ବର୍ଷ ଭିତରେ ଯେଉଁମାନେ କେବେ ବି ବିଜୁ ଜୟନ୍ତୀ ପାଳନ କରିନଥିଲେ କି ବିଜୁ ବାବୁଙ୍କର ତିରୋଧାନ ଦିବସ ପାଳନ କରିନଥିଲେ, ସେମାନେ ହଠାତ୍ କାହିଁ ତତ୍ପରତା ପ୍ରକାଶ କରୁଛନ୍ତି ଆଉ ଲିଗାସି କଥା କହୁଛନ୍ତି। ଲିଗାସିକୁ ନେଇକି ତ ନିର୍ବାଚନ ଲଢ଼ିଥିବେ ନା ଅନେକ ସମୟରେ। ଏବେ ତ ମାର୍ଚ୍ଚ 5 ଯାଇଛି, କାହିଁ ବିଜୁ ଜୟନ୍ତୀ ପାଳନ କଲେନି? ଗଭୀର ଷଡ଼ଯନ୍ତ୍ର ରଚୁଛନ୍ତି ଯେ କିଛି ଅଞ୍ଚଳରେ ବଢ଼େଇବେ, କିଛି ଅଞ୍ଚଳରେ କାଟିବେ, ତାର ଭୟାନକ ପରିଣାମ ସାମ୍ନାକୁ ଆସୁଛି। କ'ଣ ଯେ ଭାରତବର୍ଷରେ ହବ ତାହା ଆକଳନ କରିବା ବର୍ତ୍ତମାନ ବହୁତ କଠିନ ହେବ। ସତର୍କ ରୁହନ୍ତୁ ଭାରତୀୟ ଜନତା ପାର୍ଟି। ଆଜି ଯଦି ଭାରତବର୍ଷରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିଛି, ଓଡ଼ିଶାରୁ 20 ଜଣ MP ଗଲେ ବୋଲି ସେମାନେ ସରକାର ଗଢ଼ିଛନ୍ତି। ଯେଉଁ ଓଡ଼ିଶା ଯୋଗୁରୁ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବାରେ ସକ୍ଷମ ହେଲା, ଆଜି ଯେତେବେଳେ ସିଟ୍ ସଂଖ୍ୟା ବଢ଼ିବ ବୋଲି 16, 17, 18ରେ ସ୍ପେଶାଲ ସେସନ ବସୁଛି ପାର୍ଲାମେଣ୍ଟର, ଯେଉଁଠି ମହିଳା ସଂରକ୍ଷଣ ବିଲ୍, ତା ସାଥିରେ ଡିଲିମିଟେସନ, ଯେଉଁଥିରେ କି ଆପଣଙ୍କର 545 ସିଟ୍କୁ ନେଇକି 850ରେ ପହଞ୍ଚିବେ ବୋଲି ନିଷ୍ପତ୍ତି କରିଛନ୍ତି। ତାକୁ ହିସାବ କଲାବେଳେ ଦେଖାଯାଉଛି ଯେ ବିହାରରେ ଯେତିକି ସିଟ୍ ଅଛି ତାର 80% ବଢ଼ୁଛି, ଉତ୍ତରପ୍ରଦେଶରେ ଯେତିକି ଅଛି ତାର 75% ବଢ଼ୁଛି, ଏବଂ ଓଡ଼ିଶା ଭଳି କେରଳ ହଉ, ତାମିଲନାଡୁ ହଉ, ଆନ୍ଧ୍ର ହଉ, ତେଲେଙ୍ଗାନା ହଉ, କର୍ଣ୍ଣାଟକ ହଉ, ୱେଷ୍ଟବେଙ୍ଗଲ ହଉ, ପଞ୍ଜାବ ହଉ, ଏସବୁ ରାଜ୍ୟ ଗୁଡ଼ାକରେ କମିବ। ତା ସାଥିରେ ଓଡ଼ିଶାର ମଧ୍ୟ କମିବ। ବଢ଼ିବ କେଉଁଠି ନା ବଢ଼ିବ ଆପଣଙ୍କର ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଯେଉଁ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି ଆଶା କରୁଛି ଏବଂ ଯେଉଁ ଅଞ୍ଚଳ ଯୋଗୁରୁ ସେମାନେ ସରକାର ଗଢ଼ିବାକୁ ସମର୍ଥ ହେଉଛନ୍ତି, ତାଙ୍କର ଯେଉଁ ବେସ୍ ଅଛି, ଯେଉଁଟା କାଓ ବେଲ୍ଟ, ହିନ୍ଦୀ ବେଲ୍ଟ, ସେଇଠି ଆଶାତୀତ ଭାବରେ ସଂଖ୍ୟା ବଢ଼ୁଛି ଏବଂ ସାଉଥ ଇଣ୍ଡିଆ ସମେତ ଓଡ଼ିଶା ଏବଂ ପଞ୍ଜାବ, ୱେଷ୍ଟବେଙ୍ଗଲ କମୁଛି। ଯାହାଫଳରେ କ'ଣ ହେବ ମୁଁ ଆପଣଙ୍କୁ କହି ରଖିବାକୁ ଚାହେଁ, ଜାତୀୟ ହାରରେ 3.9% ଆମର ରେସିଓ ଥିଲାବେଳେ ଏବେ ଯଦି ବଢ଼ିବ ତାହେଲେ 3.4କୁ କମିବ, ଅର୍ଥାତ୍ 0.5% ଆମର କମିବ। ଯଦି 50% ବଢ଼ୁଛି ପାର୍ଲାମେଣ୍ଟରେ, ତାହେଲେ ଆମର 50% ବଢ଼ିଲେ 21ଟା ଲୋକସଭା ସିଟ୍ରୁ ତାର ଅଧା 10.5, ଆଇଦର 10ଟା ସିଟ୍ ବଢ଼ିବ, 11ଟା ସିଟ୍ ବଢ଼ିବ। ଯଦି 21ରେ 10 ମିଶିବ 31, ଯଦି 11 ମିଶିବ ତାହେଲେ 32। ଯଦି ଏମାନେ ମାତ୍ର 7ଟି ସିଟ୍ ବଢ଼େଇବେ 28 ହେବ, ଯଦି 8ଟି ସିଟ୍ ବଢ଼େଇବେ 29 ହେବ, ତାହେଲେ ଆମେ 3-4ଟି ସିଟ୍ ଲୁଜ୍ କରିବୁ। ଗୋଟେ ଏମ୍ପିକୁ 7ଟି MLA କନଷ୍ଟିଚୁଏନ୍ସି, ତେଣୁ ଆମେ ଯେତୋଟି MP ସିଟ୍ ଲୁଜ୍ କରିବୁ ସେତେ 7ଟି MLA ସିଟ୍ ଲୁଜ୍ କରିବୁ। ତେଣୁ ଏପଟେ ବିଧାନସଭାକୁ ଆମର ପ୍ରତିନିଧିତ୍ୱ କମିବ, ସେପଟେ ପାର୍ଲାମେଣ୍ଟରେ ମଧ୍ୟ ପ୍ରତିନିଧିତ୍ୱ କମିବ। ତେଣୁ ଇଏ ଭାରତ ସରକାର ଏଭଳି କାହିଁକି କରୁଛନ୍ତି? ଯଦି ଏ କଥାଟାକୁ ଯେତେବେଳେ ଗୋଟେ ପାର୍ଲାମେଣ୍ଟରେ ଆସିବ କନଷ୍ଟିଟ୍ୟୁସନ ସମ୍ବିଧାନ ଆମେଣ୍ଡମେଣ୍ଟ ଆସିବ, ବହୁ ପୂର୍ବରୁ ପବ୍ଲିକ ଡୋମେନକୁ ଛାଡ଼ିବାକୁ ଅସୁବିଧା କରୁଥିଲା। ଲୋକଙ୍କ ବିଚାରକୁ ଛାଡ଼ିଥାନ୍ତେ। ବୁଦ୍ଧିଜୀବୀ ମାନେ, ଯେଉଁମାନେ ପଲିଟିକାଲ ସାଇନ୍ସରେ, ରାଜନୀତି ବିଜ୍ଞାନରେ ଜ୍ଞାନ ରଖିଛନ୍ତି, ବୁଦ୍ଧିଜୀବୀ ମାନେ, ସାଧାରଣ ଲୋକ, ଶିକ୍ଷିତ ଲୋକ, ସମସ୍ତେ ତାକୁ ଆଲୋଚନା କରିଥାନ୍ତେ, ପର୍ଯ୍ୟାଲୋଚନା କରିଥାନ୍ତେ। ଆପଣଙ୍କର ଇଲେକ୍ଟ୍ରୋନିକ ମିଡ଼ିଆରେ ପର୍ଯ୍ୟାଲୋଚନା ହେଇଥାନ୍ତା, ବିଶ୍ଳେଷଣ ହେଇଥାନ୍ତା, ବହୁ ଲୋକ ଭାଗ ନେଇଥାନ୍ତେ, ମତାମତ ଦେଇଥାନ୍ତେ। ଆମର ଯେଉଁ MP ମାନେ ଯାଇଛନ୍ତି ଭାରତବର୍ଷର ବିଭିନ୍ନ ଜାଗାରୁ, ସେମାନେ ପ୍ରଶିକ୍ଷିତ ହେଇଥାନ୍ତେ, ଜ୍ଞାନ ଲାଭ କରିଥାନ୍ତେ, ସେହି ଅନୁସାରେ ଯୁକ୍ତି ଉପସ୍ଥାପନ କରିଥାନ୍ତେ। ସରକାର ମଧ୍ୟ କୋଉଠି ତ୍ରୁଟି ଥିଲେ ତାକୁ ସଂଶୋଧନ କରିଥାନ୍ତେ। ଯେହେତୁ ଭାରତୀୟ ଜନତା ପାର୍ଟି ଅଭିସନ୍ଧିମୂଳକ କାମ କରିବାକୁ ଯାଉଛନ୍ତି, ଗଭୀର ଷଡ଼ଯନ୍ତ୍ର ରଚୁଛନ୍ତି ଯେ କିଛି ଅଞ୍ଚଳରେ ବଢ଼େଇବେ, କିଛି ଅଞ୍ଚଳରେ କାଟିବେ, ତାର ଭୟାନକ ପରିଣାମ ସାମ୍ନାକୁ ଆସୁଛି। ମୁଁ ଆଶା କରୁଛି, ବିଶ୍ୱାସ କରୁଛି, ଭରସା କରୁଛି, ଦେଶରେ ପୁଣି ଆଉ ଗୋଟେ ବିଭାଜନ ଯେମିତି ହେବାକୁ ନ ଯାଉ। ଯଦି ଦକ୍ଷିଣ ଭାରତରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବେ, କୁଆଡ଼େ ଯେ ଦେଶ ଯିବ କିଏ କହିପାରିବ? ତେଣୁ ଦେଶକୁ ଏକାଠି ରଖିବାର ବେଳ ଆସିଛି। ଏବଂ ବିଶେଷ କରି ଓଡ଼ିଶା ପରିପ୍ରେକ୍ଷୀରେ ମୁଁ କହି ରଖିବାକୁ ଚାହେଁ, ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଶାରେ ଅଛନ୍ତି। ଭାରତୀୟ ଜନତା ପାର୍ଟିର ଯେଉଁ 20 MP ଜିତିକି ଯାଇଛନ୍ତି ଲୋକସଭାକୁ, ମୁଁ ସମସ୍ତଙ୍କୁ ନିବେଦନ କରିବାକୁ ଚାହେଁ, ଏଠି ଦଳ ଉପରେ ପ୍ରେସର ପକାନ୍ତୁ
ଏବଂ ଓଡ଼ିଶା ମାଟି ମାର କଥା କୁହନ୍ତୁ, ଓଡ଼ିଶା କୌଣସି ଦୃଷ୍ଟିକୋଣରୁ କ୍ଷତିଗ୍ରସ୍ତ ନ ହଉ, ତାଙ୍କର ଆନୁପାତିକ ସଂଖ୍ୟା ନ କମୁ, ସେଇଥିପାଇଁ ସେମାନେ ଯତ୍ନବାନ ହୁଅନ୍ତୁ। ଆଉ ଆଜି ଯଦି ସେମାନେ ପାଟି ନ ଖୋଲିବେ, ଆଜି ଯଦି ସେମାନେ ଓଡ଼ିଶାର ହିତ ଦୃଷ୍ଟିରୁ, ଓଡ଼ିଶାର ଭଲ ଦୃଷ୍ଟିରୁ ସଂଗ୍ରାମ ନ କରିବେ, ତାହେଲେ ଓଡ଼ିଶାବାସୀ କେବେ ବି କ୍ଷମା ଦେବେନି ଭାରତୀୟ ଜନତା ପାର୍ଟିର ଏମ୍ପି ମାନଙ୍କୁ, ଏମ୍ଏଲ୍ଏ ମାନଙ୍କୁ, ତାଙ୍କ ସରକାରକୁ। ଆଜି ମୁଁ ଏ ବାର୍ତ୍ତା ଦେବାକୁ ଚାହେଁ ଏବଂ ଓଡ଼ିଶା ଜନସାଧାରଣଙ୍କୁ ବାର୍ତ୍ତା ଦେବାକୁ ଚାହେଁ, ନିବେଦନ ରଖିବାକୁ ଚାହେଁ, ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଯେତେବେଳେ ଡବଲ ଇଞ୍ଜିନ ସରକାର ଦ୍ୱାରା ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି, এই ଡିଲିମିଟେସନ ପ୍ରକ୍ରିୟାରେ ସିଟ୍ ସଂଖ୍ୟା ବଢ଼ିବାରେ ଆମେ ସମସ୍ତେ ବର୍ତ୍ତମାନ ଜାଗନ୍ତୁ ଏବଂ ତା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରନ୍ତୁ ଏବଂ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇ ଆସନ୍ତୁ। ଶୁଣନ୍ତୁ, ଏମାନେ 2011 ଜନଗଣନା ପରେ 2021 ଜନଗଣନା କରିବା କଥା। ଯଦି କରୋନା 2021 ମସିହାରେ ହେଲା, 20 ମସିହାରେ ହେଲା, ତାହେଲେ 22-23 ମସିହାରେ କରିପାରିଥାନ୍ତେ। ସେମାନଙ୍କର ଗୋଟେ ସୁଦୂର ପ୍ରସାରୀ ଅଭିସନ୍ଧିମୂଳକ ଷଡ଼ଯନ୍ତ୍ର ଏ ଭିତରେ ବାରି ହେଇ ପଡୁଛି। ତେଣୁ ତାଙ୍କର କୋଉ ଉଦ୍ଦେଶ୍ୟରେ କରୁଛନ୍ତି ଜଣାପଡୁନି। ଏବଂ ଆଉ ଗୋଟେ ସବୁଠୁ ବଡ଼ କଥା ମୁଁ ଆପଣମାନଙ୍କୁ କହି ରଖେ, ଯୋଉ ଡିଲିମିଟେସନ ପ୍ରକ୍ରିୟାରେ ସିଟ୍ ସଂଖ୍ୟା ବଢ଼ିବ, ସେଠି ଓବିସି ମାନଙ୍କ ପାଇଁ କିଛି ନାହିଁ। ଧରନ୍ତୁ 33% ମହିଳା ସଂରକ୍ଷଣ ବିଲ୍ ହବ, ଏଟା ତ 23 ମସିହା ସେପ୍ଟେମ୍ବର 20 ପାସ୍ ହେଇଥିଲା ଲୋକସଭା ରାଜ୍ୟସଭାରେ। ପୁଣି ଆଉ ଥରେ କାହିଁକି ଆଣୁଛନ୍ତି ସେଟା ମଧ୍ୟ ଉଦ୍ଦେଶ୍ୟଟା ଜଣାପଡୁନି। ଆପଣଙ୍କର ଯଦି ଓବିସି ମାନଙ୍କୁ ସଂରକ୍ଷଣ ଦେବେ, ତାହେଲେ ଓବିସି ମହିଳାମାନେ ବହୁତ ବାଦ ପଡ଼ିବେ, ଅର୍ଥାତ୍ ସେମାନେ ବଞ୍ଚିତ ହେବେ। ଏବଂ SC ST ମହିଳାମାନଙ୍କୁ ତା ଭିତରେ ଦେଇପାରନ୍ତି ବାନ୍ଧିବା, କିନ୍ତୁ ସବୁଠୁ କ୍ଷତିଗ୍ରସ୍ତ ଓବିସି ମହିଳା। ଓବିସି ଜାତିଭିତ୍ତିକ ଜନଗଣନା ହେଇଯାଇଥାନ୍ତା ଯଦି, ସେ ଆରମ୍ଭ କରିବାକୁ ଯାଉଛନ୍ତି, ତାହେଲେ ବହୁତ କଥା ଏ ଦେଶରେ ସମାଧାନ ସୂତ୍ର ବାହାରିଥାନ୍ତା। ସେମାନଙ୍କର ଇଣ୍ଟେନସନ ଓବିସି କି ନ ଦେବା ପାଇଁ ଏଇଟା ସ୍ପଷ୍ଟ ଜଣାପଡୁଛି। 2011 ଜନଗଣନାକୁ ନେଇଛନ୍ତି। ଏବଂ ଦ୍ୱିତୀୟ କଥା, କଣ ଯେ ଭାରତ ବର୍ଷରେ ହବ ତା ଆକଳନ କରିବା ବର୍ତ୍ତମାନ ବହୁତ କଠିନ ବ୍ୟାପାର। ସତର୍କ ରୁହନ୍ତୁ ଭାରତୀୟ ଜନତା ପାର୍ଟି ସରକାର। ବିଜୁ ବାବୁଙ୍କ ତିରୋଧାନ ଦିବସକୁ ପ୍ରବାଦ ପୁରୁଷ ଦିବସ ଭାବରେ ପାଳନ କରୁଛନ୍ତି ବିଜୁ ଜନତା ଦଳ ତରଫରୁ। ଦୀର୍ଘ 25-26 ବର୍ଷ ଭିତରେ ଯୋଉମାନେ କେବେ ବି ବିଜୁ ଜୟନ୍ତୀ ପାଳନ କରିନଥିଲେ କି ବିଜୁ ବାବୁଙ୍କର ତିରୋଧାନ ଦିବସ ପାଳନ କରିନଥିଲେ, ସେମାନେ ହଠାତ୍ କାହିଁ ତତ୍ପରତା ପ୍ରକାଶ କରୁଛନ୍ତି ଆଉ ଲିଗାସି କଥା କହୁଛନ୍ତି। ଲିଗାସିକୁ ନେଇକି ତ ନିର୍ବାଚନ ଲଢିଥିବେ ନା ଅନେକ ସମୟରେ ଯୋଉ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ସମୟରେ ନିର୍ବାଚନ ଲଢିଛନ୍ତି। 2000 ମସିହା ପରଠୁ ଆପଣଙ୍କର 5ଟି ପଞ୍ଚାୟତରାଜ ଇଲେକ୍ସନ ସରିଲାଣି, 5ଟି ଅର୍ବାନ ଇଲେକ୍ସନ ସରିଲାଣି, ତା ସେଥିରେ 6ଟି ଜେନେରାଲ ଇଲେକ୍ସନ MLA MP ଇଲେକ୍ସନ ସରିଲାଣି। କେତେ ଥର ବିଜୁ ଲିଗାସି ନେଇକି ସେମାନେ ଇଲେକ୍ସନ ଲଢିଛନ୍ତି। ବିଜୁ ଜନତା ଦଳ ସରକାର ନାହିଁ, କଣ ଗୋଟେ ତାଙ୍କର ଅଭିସନ୍ଧି ଥିବ, ସେ ସ୍ପଷ୍ଟ କରି। ଯେହେତୁ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ କରୁଛନ୍ତି, ସେ ଏତିକିରେ ସୀମିତ ରହିବ ବୋଲି ଭାବୁଛୁ। ଯଦି ତାଙ୍କର ଅଭିସନ୍ଧି କିଛି ଥିବ ତାହେଲେ ଭବିଷ୍ୟତ ସ୍ପଷ୍ଟ ହବ। ତାପରେ ଏବେ ତ ମାର୍ଚ୍ଚ 5 ଯାଇଛି, କାହିଁ ବିଜୁ ଜୟନ୍ତୀ ପାଳନ କଲେନି। ବିଜୁ ବାବୁଙ୍କର ପାର୍ଲାମେଣ୍ଟର ଲାଷ୍ଟ ସ୍ପିଚ୍ ଏବେ ସବୁ ସୋସିଆଲ ମିଡିଆରେ ବୁଲୁଛି, ତାକୁ ଦେଖି ଦିଅନ୍ତୁ। ତାପରେ ମାନେ ବିଜୁ ବିଚାରରେ ଅନୁପ୍ରାଣିତ ନେଇ ସ୍ପଷ୍ଟ ହେଇଯିବ। ଦେଖିଆ ସିଏ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରୁଛନ୍ତି, ତାପରେ କଣ ହଉଛି ଆମେ ଅପେକ୍ଷା କରି ଦେଖିବା, ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ହବ। এই ভিডিওটি আপনাদের কেমিতি লাগিলা কমেন্ট করে জানান্তু। ধরিত্রী লাইভ র ইউট্ୟୁব এবং ফেসবুক চ্যানেল কু সবস্ক্রাইব করন্তু। অধিক খবর পাই লগইন করন্তু www.dharitri.com।